ଏଇଟା ହେଉଛି ଆମ ଘର। ସାରା ଦୁନିଆ ଦେଖିଥିବା ଜଣେ ବ୍ୟକ୍ତିତ୍ୱ ଯେତେବେଳେ ନିଜ ଘରକୁ ପ୍ରଶଂସା କରନ୍ତି ସେତେବେଳେ ମନଟା ଭାରି ପୁଲକିତ ହୋଇଯାଏ। ସବୁବେଳେ ମୁଁ ଭାବେ ଏତେ ପୁରୁଣା ଘର ଆପଣମାନଙ୍କୁ କ'ଣ ଦେଖେଇବି, କିନ୍ତୁ ଆଜି ଜଣେ ବିଶିଷ୍ଟ ବ୍ୟକ୍ତି ଯେତେବେଳେ ମୋ ଘରେ ପହଞ୍ଚି ଖୁସି ଅନୁଭବ କଲେ, ମୋର ମନେ ହେଲା ସତରେ ତ ଆପଣମାନଙ୍କୁ ଟିକେ ମୋ ଘରଟା ଦେଖେଇଦେବା ଉଚିତ ହେବ। ଏଇଟା 200 ବର୍ଷର ପୁରୁଣା ଘର। ମୋ ଶ୍ୱଶୁରଙ୍କ ବାପା ଏ ଘରଟିକି ବନେଇଥିଲେ, ମାନେ ମୋ ଜେଜେ ଶ୍ୱଶୁର। ଆଜି ଏ ଘରେ ପାଦ ପକାଇଥିଲେ ଜଣେ ଭବ୍ୟ ଅତିଥି। ଦେଖିଲେ ଆପଣମାନେ କ'ଣ ତାଙ୍କୁ ଚିହ୍ନି ନାହାନ୍ତି? ଭାବୁଛି ନିଶ୍ଚୟ ଚିହ୍ନିଥିବେ। ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର କନ୍ୟା, ପୁଣି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର ପତ୍ନୀ, ଆଉ ନିଜେ ବି ଜଣେ ବିଶିଷ୍ଟ ବ୍ୟକ୍ତି। ତାଙ୍କୁ କ'ଣ ଚିହ୍ନି ହେବ ନାହିଁ? ଚିହ୍ନି ହେବ। ମୁଁ ବି ଚିହ୍ନିଥିଲି, କିନ୍ତୁ ଏଇ କେତେ ବର୍ଷ ହେଲା ମୁଁ ତାଙ୍କୁ ଭିନ୍ନ ଢଙ୍ଗରେ ଚିହ୍ନିଲି। ସେତେବେଳେ ତାଙ୍କ ବ୍ୟକ୍ତିତ୍ୱକୁ ମୁଁ ଦୂରରୁ ଶୁଣିଥିଲି, ଚିହ୍ନିଥିଲି ବା ଜାଣିଥିଲି। ଏବେ ତାଙ୍କର ଘନିଷ୍ଠତା ଲାଭ କରି ତାଙ୍କ ହୃଦୟର ନମନୀୟତା ଅନୁଭବ କଲି। କେତେ ସ୍ନେହଶୀଳ ମଣିଷଟେ। ଦେଖିଲେ କୁନି ପାଇଁ କ'ଣ ସବୁ ଆସିଛି। ଖାଲି କ'ଣ କୁନି ପାଇଁ? ଘରକୁ କେହି ଜଣେ ଅତିଥି ଆଇଲେ ମିଠା ଟିକେ ବା ଫଳ ଟିକେ ନେବା ଗୋଟେ ସାଧାରଣ ସୌଜନ୍ୟତା। ହେଲେ ଘରେ କେତେଜଣ ସଭ୍ୟ ଅଛନ୍ତି, କାହାକୁ କ'ଣ ଭଲ ଲାଗିବ ସବୁ ଚିନ୍ତା କରି ସେମାନଙ୍କ ପାଇଁ କିଛି କିଛି ଉପହାର ଆଣିବା ଅନ୍ତରଙ୍ଗତା ନୁହେଁ ତ ଆଉ କ'ଣ କହିବି। ଆମ ଘରର ସମସ୍ତଙ୍କ ପାଇଁ କିଛି କିଛି ଉପହାର ଆସିଥିଲା। ତାହା ପୁଣି ମନ ଲାଖି ଭାବିଲି, ଏ ବୟସରେ ଯାଇ କିଣାବିକା କରି କେମିତି ସଜେଇକି ସେ ଆଣିଛନ୍ତି। ଝିଅ ବୋହୂଙ୍କ ପାଇଁ, ମୋ ପାଇଁ, ପୁଣି ନାତି ନାତୁଣୀଙ୍କ ପାଇଁ। ସମସ୍ତେ ଧରି ନେଲେ। କେହି ଜଣେ ଆମର ନିଜ ଲୋକ ଆସିଛନ୍ତି, କାହିଁକିନା ସେ ସେମିତି ହିଁ ଆମ ସାଙ୍ଗେ ମିଶି ଯାଇଥିଲେ। ଗାଁରେ ଯଜ୍ଞ ଚାଲିଥିଲା, ଆମେ ଘରେ ସମସ୍ତେ ମିଶି ସାତ୍ତ୍ୱିକ ଭୋଜନ କଲୁ। ସବୁବେଳେ ତ ବୋହୂ ଦିହେଁ ମୋତେ ଆତିଥ୍ୟ ଦେବାରେ ଏତେ ସହଯୋଗ କରନ୍ତି ଯେ ମୁଁ କେବଳ ଅତିଥିଙ୍କ ସାଙ୍ଗେ ବସି ଗପ ମାରେ। ମୋଠୁ ଅଧିକ ଆଜି ସେ ଆଙ୍କ ସାଙ୍ଗେ ଅନ୍ତରଙ୍ଗ ହେଉଥିଲେ। ଆଉ ଯେତେବେଳେ ଯିବାକୁ ବାହାରିଲେ ନା, କଥା ସରିଲା। ଆମ କୁନିର କାନ୍ଦଣାରେ ଆମ ବୁଦ୍ଧି ହଜିଗଲା। କେମିତି ତାକୁ ଆମେ ବୁଝେଇକି ରଖିବୁ। ସେ କ'ଣ କହିଲା ଜାଣିଛନ୍ତି? ସେ କାହିଁକି ଯାଉଛନ୍ତି? ସେ ମୋତେ ବହୁତ ଭଲ ପାଉଥିଲେ। ଯଦି ସିଏ ଯାଉଛନ୍ତି ମୁଁ ତାଙ୍କ ସାଙ୍ଗରେ ଯିବି। ଏଇ କଥାରୁ ହିଁ ଆପଣ ଅନୁଭବ କରିବେ ଆମ ଘରେ ସେ କାଟିଥିବା ଏଇ 2-2.5 ଘଣ୍ଟା ସମୟ କେତେ ଅନ୍ତରଙ୍ଗତାରେ କଟିଥିଲା। କେମିତି ଭାଷାରେ ମୁଁ ତାଙ୍କୁ କୃତଜ୍ଞତା ଜଣାଇବି ଜାଣିନି। ପଦ ପଦବୀରେ ଥିବା ମଣିଷମାନେ ବେଳେବେଳେ ଏଇଭଳି ମିଳାମିଶା କରିବା ମୁଁ କାହିଁ ଦେଖିପାରେନି। ଅଥଚ ଆଜି ଆହୁରି ଘନିଷ୍ଠ ହେଲି ଅପାଙ୍କ ସହିତ। ଇଏ କହିଲେ, ଇଏ ପରା ଲୋପାମୁଦ୍ରା ମହାନ୍ତି, ନିଜେ ଇଂରାଜୀର ପ୍ରଫେସର ଥିଲେ, ପୁଣି 2 ଥର ମହିଳା କମିଶନର ବି ଥିଲେ। ଅଥଚ ଏତେ ସରଳ। ତାଙ୍କୁ ମୋ ହୃଦୟରୁ କୃତଜ୍ଞତା।